ଓ ତମ ବାପା ପେନସନ ପାଉଛନ୍ତି ସେଇଥିପାଇଁ ସେ ଘରେ ରହିବେ। ମୋ ବାପା ପେନସନ ପାଉନାହାନ୍ତି, ସେ ଚାଷ କାମ କରୁଛନ୍ତି ସେଇଥିପାଇଁ ସେ କୋଉ ରହିବେ କୋଉଠି ନା ବୃଦ୍ଧାଶ୍ରମ ରହିବେ। ହଁ। ହଁ, ଆରେ ସେମିତି କିଛି ନାହିଁ। ଆରେ ସେଠି ନା ବାପା ମା ବହୁତ ଖୁସିରେ ରହିବେ। ଆରେ କାହିଁକି ନା ଆରେ ସେଠି ତାଙ୍କ ସମ୍ମୁଖରେ ଲୋକ ଅଛନ୍ତି, ତେଣୁ ତାଙ୍କ ସହିତ ସିଏ ମଜା କରିବେ, ମସ୍ତି କରିବେ, ଗପସପ ହେବେ, ତାଙ୍କ ଟାଇମ ଟା କେତେବେଳେ କଟିଯିବ ସେଠି କେବେ ଜାଣିପାରିବେନି। ହଉ, ତୁ ଜମା ବ୍ୟସ୍ତ ହନା। ମୁଁ ଯଦି ଆଉ କଣ ଦରକାର ପଡେ ତାହେଲେ ମତେ ଫୋନ କରିବୁ ହେଲା। ହଉ, ରହୁଛି। ହଁ ହଁ ହଁ। କଥା କଣ? ବାବୁଙ୍କର ଆଜି ଭାରି ମନ ଖୁସି, ଭାରି ତ ହସୁଛ। ଆରେ ହସିବିନି? ଆରେ ହସିଲା ଭଳିଆ ଘଟଣା ଘଟିଲା ତ ହସିବିନି ଆପଣ କାନ୍ଦିବି? କଣ ହେଇଛି କି? ଆରେ ତମେ ସବୁବେଳେ କୁହ ବାପା ମାଙ୍କୁ ନେଇକି ବୃଦ୍ଧାଶ୍ରମ ଛାଡିଦିଅ ବୋଲି। ହଁ, ମୁଁ ତ ସବୁବେଳେ କୁହେ। ଆରେ ତମ କଥାରେ ପଡି ବାପା ମାଙ୍କୁ ଧରିକି ଆଜି ଯେତେବେଳେ ବୃଦ୍ଧାଶ୍ରମକୁ ଛାଡିବାକୁ ଯାଇଥିଲି, ସେଠି ଦେଖିଲା ବେଳକୁ ତମ ଭାଇ ତମ ବାପା ମାଙ୍କୁ ଧରିକି ବୃଦ୍ଧାଶ୍ରମ ଛାଡିବାକୁ ଆସିଛନ୍ତି। ମୁଁ ସେଠି ଦେଖି ସାରିଲା ପରେ ଆରେ ଖୁସି ତ ପୁରା ଗଦ ଗଦ ହେଇସାରିଲିଣି ଆଉ। ଆରେ ରୁହ ମ, ସେ ଟୋକାର ତ ଭାରି ବଡ ସାହସ ହେଇଗଲାଣି। ମୋ ବାପା ମାଙ୍କୁ ଆଣିକି ବୃଦ୍ଧ ଆଶ୍ରମରେ ଛାଡିଦେଲାଣି। ବଢିଆ ହବ। ଆରେ ସେଠି ମୋ ବାପା ମା ରହିବେ ଆଉ ତମ ବାପା ମା ରହିବେ, ଆଉ ଚାରି ଜଣ ଯେତେବେଳେ ମିଶିଯିବେ ଆଉ ତାଙ୍କର ତ ହସ ଖୁସିରେ ଦିନଟା ପୁରା କଟିଯିବ ଆଉ। ଆରେ ସେଥିରେ ତମେ ତ ଖୁସି ହବା କଥା। ଏ ରହ ମ, ଖୁସି ହେବି କମ? ମୋ ବାପା ମା କଣ ଛୋଟିଆ ଲୋକ ନା କଣ? ତମେ ସିନା ତମ ବାପା ମାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡିଦବ, ମୁଁ କଣ ମୋ ବାପା ମାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡିଦେବି? ସେ ଟୋକାଟା ତ ବଡ ସାହସ ହେଇଗଲାଣି। ସେଇ ଟୋକା ବୋଧେ ତା ସ୍ତ୍ରୀ କଥାରେ ପଡିକି ଏତକ ସବୁ କରିଛି। ଆଉ ମୁଁ କଣ କୋଉ ପର ସ୍ତ୍ରୀ କଥାରେ ପଡି କରିଛି? ମୁଁ ପରା ମୋ ସ୍ତ୍ରୀ କଥାରେ ପଡିକି କରିଛି। ଥିରେ ସିଏ କୋଉଠି ଭୁଲ କଲେ? ତମ ବାପା ମା ନା ଘର ଖାଲି ଅପରିଷ୍କାର କରୁଥିଲେ। ଏ ଘରେ ନା ମଣିଷ ରହିବେନି। ଓହୋ, ଆଉ ତମ ବାପା ମା ନା ଘର ଜମାରୁ ଅପରିଷ୍କାର ବୋଧେ କରୁନଥିଲେ ନା? ଆରେ ମୋ ବାପା ନା ପେନସନ ପାଉଛନ୍ତି, ବୁଝିଲ? ସେ ବଡ କଷ୍ଟରେ ପାଠ ପଢିକି ଚାକିରି କରିଛନ୍ତି, ଆଉ ଆମକୁ ମଣିଷ କରିଛନ୍ତି। ସେ ଟୋକା ବୋଧେ ଭୁଲି ଯାଉଛି ମୋ ବାପାଙ୍କ ଚାକିରି ସେ ଟୋକାକୁ ଦେଇଛନ୍ତି। ଗୀତା, ଆରେ ତମ ବାପା ପେନସନ ପାଉଛନ୍ତି ଆଉ ଚାକିରି କରିଛନ୍ତି, ଆଉ ତମକୁ ଛୋଟରୁ ବଡ କରିଛନ୍ତି, ତମକୁ ପାଠ ପଢିଛନ୍ତି, ଆଉ ତମକୁ ଭଲ ଘର ଦେଖି ବାହା କରିଛନ୍ତି। ମୋ ବାପା ଚାଷ କାମ କଲେ ବି ଆମକୁ ଛୋଟରୁ ବଡ କରିଛନ୍ତି, ବହୁତ କଷ୍ଟ କରି ଦିଅକର ପାଠ ପଢେଇଛନ୍ତି। ଆମର ଦୁଃଖ ସୁଖରେ ସବୁଥିରେ ଆମକୁ ଯେତିକି ହବ ସେତିକି ଆମକୁ ସାହାଯ୍ୟ କରିଛନ୍ତି। କେତେବେଳେ ବି କୌଣସି ଜିନିଷରେ ଆମକୁ କୋଉଠି କମ କରିନାହାନ୍ତି, ଆଉ ଭଲ ଘର ଦେଖି ମଧ୍ୟ ଆମକୁ ବାହା କରିଛନ୍ତି। ସେଥିପାଇଁ ତମ ବାପା ମା ତମ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ମୋ ବାପା ମା ବି ମୋ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ନାଇଁ ନାଇଁ, ମୋ ବାପା ମା ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେଇଟା ତମେ କହୁଛ ନା ଏଇ ସଂସାର ସାରା ଲୋକ କହୁଛନ୍ତି ମ? ଆରେ ମୋ କଥା ମୁଁ କହିବି, ସେ ସଂସାରଠୁ ମୋର କଣ ମିଳୁଛି କହିଲ? ଓ, ସଂସାର ତମକୁ କଣ ମିଳୁଛି ନା? ଗୀତା, ଗୋଟେ କଥା ମନେ ରଖ, ତମେ ଯେମିତି ତମ ବାପା ମାଙ୍କୁ ତମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭାବୁଛ, ମୁଁ ମଧ୍ୟ ମୋ ବାପା ମାଙ୍କୁ ମୋ ଜୀବନରେ ସେମିତି ଗୁରୁତ୍ୱପୂର୍ଣ୍ଣ ଭାବୁଛି। ଗୀତା, ଅଧିକ ଖୁସି ହନି ବା। ଆଉ ତମେ କଣ ଭାବୁଛ ତମ କଥାରେ ପଡିକି ମୋ ବାପା ମାଙ୍କୁ ନେଇକି ମୁଁ ବୃଦ୍ଧାଶ୍ରମ ଛାଡି ଦେଇଛି? ନାଇଁ ବା, ମୁଁ ଜମାରୁ ଛାଡିନି। ତାଙ୍କୁ ନେଇକି ମୁଁ ପାର୍କରେ ବସେଇଛି। ମୁଁ ତାଙ୍କୁ କହିଛି ତମେ ପାର୍କରେ ବୁଲାବୁଲି କର, ତ ମାଇଣ୍ଡ କି ଫ୍ରି କର। ଯେତେବେଳେ ତ ମାଇଣ୍ଡ ଫ୍ରି ହେଇଯିବ ମତେ ଫୋନ କରିବ, ମୁଁ ସନ୍ଧ୍ୟା ହେଲେ ମୁଁ ତମକୁ ପୁଣି ଘରକୁ ଧରିକି ପଳେଇ ଆସିବି। ଆଉ ତମେ ଏଇଟା ଯୋଉ ଭାବୁଛ ତମ ଭାଇ ତମ ବାପା ମାଙ୍କୁ ଆଣିକି ବୃଦ୍ଧାଶ୍ରମ ଛାଡିଛନ୍ତି, ଏଇଟା ପୁରା ମିଛ କଥା। କେବଳ ତମକୁ ବୁଦ୍ଧି ଶିଖେଇବା ପାଇଁ ଏସବୁ ମୁଁ ନାଟକ କରୁଥିଲି। ନାଟକ ମାନେ ମୋ ବାପା ମା ବୃଦ୍ଧାଶ୍ରମକୁ ଆସିନାହାନ୍ତି? ନା, ସେମାନେ ଆସିନାହାନ୍ତି। ଆରେ ସେମାନେ ଘରେ ଭଲ ଅଛନ୍ତି ତ? ହଁ, ସେ ଘରେ ପୁରା ଭଲ ଅଛନ୍ତି। ଶୁଣ ଗୀତା, ତମେ ଯେମିତି ତମ ବାପା ମା ପ୍ରତି ଓରିଡି ହେଇ ପଡୁଛ, ଚିନ୍ତା କରି ପକଉଛ, ସେମିତି ନା ମୋ ବାପା ମା ପ୍ରତି ଓରିଡି ହବା ଦରକାର, ତାଙ୍କ ବିଷୟରେ ଚିନ୍ତା କରିବା ଦରକାର। ଆରେ ଏମିତି ହେଲେ ଆମ ସମ୍ପର୍କ ନା
ସୁସ୍ଥ ରହିବ, ସୁଦୃଢ ରହିବ। ତମ ବାପା ମାଙ୍କୁ ତମେ ଭଲ ପାଇବ, ତାଙ୍କୁ ମୁଣ୍ଡରେ ବସେଇବ, ତାକୁ ସ୍ନେହ କରିବ। ଆଉ ମୋ ବାପା ମାଙ୍କୁ ତାକୁ ଛେଳି କୁକୁର ଭଳିଆ ଦେଖିବ, ତାକୁ ଜମା ଭଲ ପାଇବନି, ତାକୁ ଯାହା ପାଇଁ ପାଟିରେ ତାକୁ ସେଇଆ କହି ଚାଲିବ। ସେମିତିରେ ଆମ ସମ୍ପର୍କ ତ ଖରାପ ହବା ହିଁ ହବ। କିନ୍ତୁ ଏ ସମାଜରେ ଲୋକେ ତମକୁ ଘୃଣା କରିବେ, ଘୃଣା। ଲୋକମାନଙ୍କୁ ତମେ ଯଦି ଭଲ ପାଇବା ଦବ, ଭଲ ପାଇବା ବାଣ୍ଟିବ, ତାହେଲେ ଲୋକମାନେ ନା ତମକୁ ନିଶ୍ଚୟ ଭଲ ପାଇବେ ଆଉ ତମକୁ ସ୍ନେହ ଆଦର ନିଶ୍ଚୟ କରିବେ। ତମେ ଲୋକମାନଙ୍କୁ ଯେମିତି ବ୍ୟବହାର କରିବ ନା, ତମେ ସେମିତିଆ ବ୍ୟବହାର ପାଇବ। ଏଇ କଥାଟା ବି ତମେ ମନେ ରଖିଥାଅ। ଏଇଠି ମୋର ଭୁଲ ହେଇଯାଇଛି, ମତେ କ୍ଷମା କରିଦିଅ। ଏମିତିଆ ଭୁଲ ମୁଁ ଆଉ କେବେ ବି କରିବିନି। ତମେ ଯା, ବାପା ମାଙ୍କୁ ଘରକୁ ଆଣିବ ହରି। ମୁଁ ତାଙ୍କୁ ତାଙ୍କର ସବୁ ସେବା କରିବି, ତାଙ୍କର ଯତ୍ନ ନେବି, ତାଙ୍କର କେବେ ବି ଅମଙ୍ଗଳ ଚିନ୍ତା କରିବିନି। ଏଇଠି ମୋର ଭୁଲ ହେଇଯାଇଛି, ମୁଁ ତାଙ୍କର ବହୁତ ସେବା କରିବି। ମୁଁ ତାଙ୍କୁ ଝିଅ ଝିଅ ଭଳି ମୁଁ ତାଙ୍କୁ ସେବା କରିବି। ଗୀତା, ଆରେ ତମେ ଏକୁଟିଆ ବଦଳି ଗଲେ ଏ ସମାଜ ବଦଳି ଯିବନି। ଆରେ ସମାଜ ବଦଳିବାକୁ ହେଲେ ଆରେ ତମରି ଭଳିଆ ନାରୀ ଯୋଉମାନେ ଶାଶୁ ଶ୍ୱଶୁରଙ୍କୁ ଏଇଭଳିଆ ବ୍ୟବହାର କରୁଛନ୍ତି ସେମାନେ ବଦଳିବା ଦରକାର। ତାହେଲେ ଯାଇକି ଏ ସମାଜ ବଦଳିବ। ଆରେ ତମେ ମତେ ଭୁଲ ମାଗନି, ତମେ ନା ଛୋଟିଆ ରିକ୍ୱେଷ୍ଟ କର, ଆଟଲିଷ୍ଟ ତମ ଭଳି ବୋହୂ ମାନେ ବଦଳି ଯାଆନ୍ତୁ। ତମେ ଯେମିତି ତମ ବାପା ମାଙ୍କୁ ଭଲ ପାଉଛ, ସେମାନେ ତାଙ୍କ ଶାଶୁ ଶ୍ୱଶୁରକୁ ସେମିତି ଭଲ ପାଆନ୍ତୁ। ହେଲେ ଏ ସମାଜ ସୁଧୁରି ଯିବ, ଆମ ସମ୍ପର୍କ ସୁଦୃଢ ରହିବ। ହଁ ହଁ, ତମେ ଠିକ କହିଛ। ମୁଁ ନିଶ୍ଚୟ କ୍ଷମା ମାଗିବି। ମୁଁ ଯୋଉ ଭୁଲ କରିଛି ସେ ଭୁଲ ପାଇଁ ତ କ୍ଷମା ନାହିଁ। ଆପଣମାନେ କେବେ ବି ଏ ଭୁଲ କରନ୍ତୁନି। ନିଜ ଶାଶୁ ଶ୍ୱଶୁରଙ୍କୁ ନିଜ ବାପା ମା ଭଳି ସେବା କରନ୍ତୁ, ତାଙ୍କର ଯତ୍ନ ନିଅନ୍ତୁ। ରହିଲି ଆଜ୍ଞା। ଭିଡିଓଟି ଯଦି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ତାହେଲେ ନିଶ୍ଚୟ କମେଣ୍ଟ କରିବେ, ସେୟାର କରିବେ ଆଉ ନିଶ୍ଚୟ ଲାଇକ୍ କରିବେ। ରହିଲି ଆଜ୍ଞା। ଜୟ ଜଗନ୍ନାଥ।